ମାଟ୍ରିକ ପରୀକ୍ଷା ସରି ସାରିବା ପରେ ଏବେ କେବଳ ସମସ୍ତେ ଚାହିଁ ରହିଛନ୍ତି ମାଟ୍ରିକ ରେଜଲ୍ଟକୁ। ଏହାରି ଭିତରେ ଆସି ସାରିଛି ମାଟ୍ରିକ ରେଜଲ୍ଟକୁ ନେଇ ଏକ ବଡ଼ ଅପଡେଟ୍। ଚାଲନ୍ତୁ ଜାଣିବା ସମ୍ପୂର୍ଣ୍ଣ ଅପଡେଟ୍ଟି। ହେଲେ ତାହା ପୂର୍ବରୁ ଭିଡ଼ିଓଟାକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ପ୍ରେସ୍ କରି ଅଲରେ ସେଟ୍ କରି ରଖିଦିଅନ୍ତୁ, କାହିଁକିନା ଯାହା ବି ଏଇଭଳି ନୂଆ ନୂଆ ଅପଡେଟ୍ ଆସୁଛି ଆମର ଏହି ଚ୍ୟାନେଲ ମାଧ୍ୟମରେ ସର୍ବପ୍ରଥମେ ଦେଖିବାକୁ ପାଇଯିବେ। ଚାଲନ୍ତୁ ଆଉ ଡେରି ନ କରି ସମ୍ପୂର୍ଣ୍ଣ ଅପଡେଟ୍ ଉପରେ ନଜର ପକାଇବା। ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ଚଳିତ ମାସ 15 ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ମଧ୍ୟମା ମୁକ୍ତ ବିଦ୍ୟାଳୟ ପରୀକ୍ଷା ଖାତା ମୂଲ୍ୟାୟନ କାର୍ଯ୍ୟ ନିର୍ଦ୍ଧାରିତ 28 ତାରିଖ ସୁଦ୍ଧା ଶେଷ ହୋଇପାରିବ ନାହିଁ। ଆସନ୍ତା 25 ଓ 26 ତାରିଖ ଦୋଳ ପୂର୍ଣ୍ଣିମା ଓ ହୋଲି ଛୁଟି ପାଇଁ ମୂଲ୍ୟାୟନ କାର୍ଯ୍ୟ ଓ ମୂଲ୍ୟାୟନ କେନ୍ଦ୍ର ବନ୍ଦ ରଖିବାକୁ ବୋର୍ଡ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୂଲ୍ୟାୟନରେ ନିୟୋଜିତ ଜଣେ କ୍ୟାମ୍ପ ଅଫିସରଙ୍କ ସୂଚନା ଅନୁସାରେ ନିର୍ବାଚନ ପ୍ରଶିକ୍ଷଣ ପାଇଁ ଚିଠି ପାଇଥିବା ଶିକ୍ଷକମାନେ ମୂଲ୍ୟାୟନ କେନ୍ଦ୍ରରେ ଅନୁପସ୍ଥିତ ରହୁଛନ୍ତି। ଏହା ବ୍ୟତୀତ ଆସନ୍ତା 25 ଓ 26 ତାରିଖ ଦୋଳ ହୋଲି ଛୁଟି ପାଇଁ ମୂଲ୍ୟାୟନ ବନ୍ଦ ରଖିବାକୁ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ଆସିଛି। ଏପ୍ରିଲ 4 ବା 5 ତାରିଖ ବେଳକୁ ମୂଲ୍ୟାୟନ ଶେଷ ହେବା ଆକଳନ କରାଯାଇଛି। ଯଦି ଏପ୍ରିଲ 4 ବା 5 ତାରିଖରେ ମୂଲ୍ୟାୟନ ଶେଷ ହେବ, ତେବେ କେବେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ? ବର୍ତ୍ତମାନ ଯାହା ସୂଚନା ମିଳିଛି ସେହି ସୂଚନାରେ ଜଣେଇ ଦିଆଯାଇନି କି କେଉଁ ତାରିଖରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, କିନ୍ତୁ ଆମେ ଅନୁମାନ କରିପାରିବା ଯେ ଏପ୍ରିଲ ମାସ ପ୍ରଥମ ସପ୍ତାହ କିମ୍ବା ଦ୍ୱିତୀୟ ସପ୍ତାହରେ ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇବାର ସମ୍ଭାବନା ରହିଛି।